ଭାବକୁ ନିକଟ ଅଭାବକୁ ଦୂର। ଭାବକୁ ନିକଟ ଅଭାବକୁ ଦୂର। ହେଲେ ଗ୍ରୀନରୁ ଗ୍ରୀନ ନ ପିନ୍ଧି ଧଳା କୁରୁତା ପାଇଜାମାରେ ଏକ ରଙ୍ଗୀ ନବୀନ। କିଏ କୁହ ଭାଇ, ଭାରତ ଇଣ୍ଡିଆ ଭିତରେ ଅଛ, ତାଙ୍କର କାଟିବା ପାଇଁ କି ଯୋଜନାମାନ। କିଏ? ମୋହନ ମାଝୀ। ଓ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଜୀ, ତାଙ୍କର ତମେ କାଟିବ? କେତେ ରଙ୍ଗ ହେଲଣି 2 ମାସ ଭିତରେ। ରଙ୍ଗ ତ ବଦଳଉଛ କିନ୍ତୁ ଆମ ନବୀନ ରଙ୍ଗ ବଦଳି ନାହାନ୍ତି। କୋଲାପୁରୀ ଚପଲ, ଧଳା କୁର୍ତ୍ତା ପାଇଜାମା, ଏଇଟା। ତେଣୁ ସିଏ ଦିନେ ରଙ୍ଗ ବଦଳେଇ ଦେଲେ ଯେ କେତେ ଚାଚ୍ଛଲ୍ୟ କରୁଥେଲ ହେ ବିଜେପି ବାଲ ସୈନିକ। ବାଲ ସୈନିକକୁ ଛାଡ଼ିକି ଏବେ ଅଗ୍ନିଶମରେ 4 ବର୍ଷ କେତେ ଗୁଡ଼ାଖୁ ଦେଲ ମୋଦିଜୀ। ଓ ଓଡ଼ିଶାର 20 ସାଂସଦ, ଓଡ଼ିଶାକୁ ଏବେ କେତେ ଆଣିଲ ବୁଝେଇକି ଟିକିଏ ଓଡ଼ିଶା ମା ବାପା ଭାଇ ଭଉଣୀ କି ଛାତ୍ରଛାତ୍ରୀ କି କହିଦେଲ। ଓ ଅଧର୍ମ ଧିକ ଧିକ ତମ ଜୀବନ, ଧିକ ଧିକ ତମ ଜୀବନ, ମିଛ କହି କହି ଗଲା ଜୀବନ। ଗଲା ଜୀବନ। ହେଲେ 10 ବର୍ଷ କଲ ଶାସନ। କେତେ କାଙ୍ଗାଳିଆ, କେତେ ଦୁର୍ନୀତିଆକୁ ଦେଲ ତୁମେ ପ୍ରୋତ୍ସାହନ। ନାଇଁ, ପଶ୍ଚିମରେ କେତେ କଲ ଦଙ୍ଗା। ସେଇ ଦଙ୍ଗା ଭାବିଥିଲ ନବୀନ ଚୂଳରେ ଲଗେଇବ ବୋଲି, ନାଇଁ? ଏବେ ଧର୍ମ ଯୁଗେ ଯୁଗେ ସତ୍ୟ, ଅଧର୍ମ ଯୁଗେ ଯୁଗେ ଅସତ୍ୟ। କୁହ ବାଂଲାଦେଶ ଯେଉଁ ଜଳୁଛି, ଆମ ହିନ୍ଦୁମାନେ ଯେଉଁ ମାଡ଼ ଖାଉଛନ୍ତି, ଆମ ହିନ୍ଦୁର ଯେଉଁ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିରକୁ ଯେଉଁ ଭାଙ୍ଗା ଯାଉଛି, କୁହ ହେ ଦ୍ରୌପଦୀ ମାତା, ତମକୁ ନବୀନକୁ ତମେ ଭ୍ରାତା କେମିତି କରିଥିଲ? ସୂତାଟେ ଗୁରେଇକି ଭ୍ରାତା କରିଥିଲ ପରା। ହେଲେ ନବୀନର ଗୁଣଗାନ ନ ଜାଣିଲ। ଏବେ ନିଜେ ମୂର୍ଖ ହୋଇ ଦେଶରୁ ବିଦେଶ ସବୁ ଜଣାଇ ଦେଲ। ମାତା ପରା ତମେ। ନବୀନ ବାବୁ ସପୋର୍ଟ ନ କରିଥିଲେ ଜିତି ନଥାନ୍ତ ଦ୍ରୌପଦୀ ମାତା। ଜିତିଥାନ୍ତ? ଆଣ୍ଠୁ ପକେଇକି ଆଣ୍ଠେଇ ଆସିଥାନ୍ତ। ଗୁରୁଣ୍ଡି ଗୋପାଳ। ଜୟ ଜଗନ୍ନାଥ।